ओम श्रीमद्भगवद गीता प्रथम अध्याय अर्जुन विषाद योग श्लोक संख्या 36। पापमेवाश्रयेदस्मान् हत्योता न आततायिन तस्मान्महार्भयं हन्तु धार्तराष्ट्रान् स्वबान्धवान् सुजनं हि कथं हत्वा सुखिनः श्याम माधव। ଅଥ ଆମ୍ଭେମାନେ ଯଦି ଏ ଆତତାୟୀମାନଙ୍କୁ ବଦ୍ଧ କରିବା ତାହେଲେ ନିଶ୍ଚୟ ପାପ ହେବ। ତେଣୁ ଆମ୍ଭମାନଙ୍କ ପକ୍ଷରେ ଧୃତରାଷ୍ଟ୍ରଙ୍କର ପୁତ୍ରମାନଙ୍କୁ ଏବଂ ଆମମାନଙ୍କର ବନ୍ଧୁବାନ୍ଧବମାନଙ୍କୁ ବଦ୍ଧ କରିବା ଠିକ୍ ହେବ ନାହିଁ। ହେ କୃଷ୍ଣ, ହେ ମାଧବ, ଏଥିରେ ଆମର କ'ଣ ଲାଭ ହେବ ଏବଂ ସ୍ୱଜନମାନଙ୍କୁ ବଦ୍ଧ କରି ଆମେମାନେ କିପରି ସୁଖୀ ହେବା? ଭାବାର୍ଥ, ବୈଦିକ ଶାସ୍ତ୍ର ଅନୁଯାୟୀ 6 ପ୍ରକାର ଆତତାୟୀ ଅଛନ୍ତି, ଯଥା 1ରେ ଯିଏ ବିଷ ଦିଏ, 2 ଯିଏ ଅଗ୍ନି ସଂଯୋଗକାରୀ ବା ଯିଏ ଘରେ ନିଆଁ ଲଗାଇ ଦିଏ, 3 ଯିଏ ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରେ, 4 ଯିଏ ଧନ ଅପହରଣ କରେ, 5 ଯିଏ ଅନ୍ୟର ଭୂସମ୍ପତ୍ତି ଅପହରଣ କରେ, 6 ଯିଏ ପର ସ୍ତ୍ରୀ ଅପହରଣ କରେ। ଏ ପ୍ରକାର ଆତତାୟୀମାନଙ୍କୁ ସାଙ୍ଗେ ସାଙ୍ଗେ ମାରିଦେବା ଉଚିତ ଏବଂ ଏ ପ୍ରକାର ଆତତାୟୀମାନଙ୍କୁ ବଦ୍ଧ କଲେ କୌଣସି ପ୍ରକାର ପାପ ହେବ ନାହିଁ। ଯେକୌଣସି ସାଧାରଣ ଲୋକ ପକ୍ଷରେ ମଧ୍ୟ ଏ ପ୍ରକାର ଆତତାୟୀମାନଙ୍କୁ ବଦ୍ଧ କରିବାରେ କୌଣସି କ୍ଷତି ନାହିଁ। କିନ୍ତୁ ଅର୍ଜୁନ ତ କୌଣସି ସାଧାରଣ ଲୋକ ନୁହନ୍ତି, ସେ ସାଧୁଭାବ ସମ୍ପନ୍ନ ଏକ ଭକ୍ତ ଅଟନ୍ତି ଏବଂ ସେଇଥିପାଇଁ ସେ ସେମାନଙ୍କ ସହିତ ସାଧୁ ଭାବରେ ବ୍ୟବହାର କରିବାକୁ ଇଚ୍ଛା କଲେ। କିନ୍ତୁ ଏ ପ୍ରକାର ସାଧୁ ବ୍ୟବହାର ଅବଶ୍ୟ ଏକ କ୍ଷତ୍ରିୟ ପକ୍ଷରେ ଶୋଭା ପାଏ ନାହିଁ। ଯଦିଓ ଶାସନ ବିଭାଗରେ ଥିବା ଯେକୌଣସି ଦାୟିତ୍ୱ ସମ୍ପନ୍ନ ବ୍ୟକ୍ତି ସାଧୁ ସ୍ୱଭାବପନ୍ନ ହେବା ଉଚିତ, ତଥାପି ସେ ଭୀରୁ ହେବା ଉଚିତ ନୁହେଁ। ଉଦାହରଣ ସ୍ୱରୂପ ଶ୍ରୀରାମଚନ୍ଦ୍ର ମହାପ୍ରଭୁ ଏପରି ସାଧୁ ସ୍ୱଭାବ ସମ୍ପନ୍ନ ଥିଲେ ଯେ ଲୋକମାନେ ତାଙ୍କ ସାମ୍ରାଜ୍ୟର ଦାସ କରିବାକୁ ସମସ୍ତେ ଇଚ୍ଛା କରୁଥିଲେ। କିନ୍ତୁ ରାମଚନ୍ଦ୍ର ମହାପ୍ରଭୁ କେବେ ହେଲେ ଭୀରୁତା ପ୍ରକାଶ କରିନାହାନ୍ତି। ରାବଣ ଜଣେ ଆତତାୟୀ ଥିଲା। ସେ ରାମଚନ୍ଦ୍ରଙ୍କର ଧର୍ମପତ୍ନୀ ସୀତାଦେବୀଙ୍କୁ ହରଣ କରିନେଲା, କିନ୍ତୁ ରାମଚନ୍ଦ୍ର ମହାପ୍ରଭୁ ତାକୁ ଉପଯୁକ୍ତ ଶିକ୍ଷା ଦେଲେ, ଯାହାକି ପୃଥିବୀ ଇତିହାସରେ ଅତୁଳନୀୟ ଅଟେ। ଏଠାରେ ଅର୍ଜୁନଙ୍କ ସମ୍ବନ୍ଧରେ ବିଚାର କରିଲେ ଜଣାଯିବ ଯେ ଅର୍ଜୁନଙ୍କର ପିତାମହ ଭୀଷ୍ମ, ଗୁରୁ ଦ୍ରୋଣାଚାର୍ଯ୍ୟ, ଭାଇ ବନ୍ଧୁ, ପୁତ୍ର ନାତି ଆଦି ଆତତାୟୀ ଅଟନ୍ତି। କେବଳ ଏହିମାନଙ୍କ ଯୋଗୁଁ ଅର୍ଜୁନ ଭାବୁଥିଲେ ଯେ ସେ ସାଧାରଣ ଆତତାୟୀମାନଙ୍କ ବିରୋଧରେ ଯେପରି ଅସ୍ତ୍ର ଧାରଣ କରି ଦୃଢ଼ ପ୍ରତିକାର କରନ୍ତି, ଏଠାରେ ସେପରି କରିପାରିବେ ନାହିଁ। ଏତଦ୍ ବ୍ୟତୀତ ସାଧୁମାନେ ସାଧାରଣତଃ କ୍ଷମତାଶୀଳ ଅଟନ୍ତି। କୌଣସି ରାଜନୈତିକ ଘଟଣା ବା ଅବସ୍ଥା ତୁଳନାରେ ଏ ପ୍ରକାର ସାଧୁ ବିଚାର ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ। ତେଣୁ ଅର୍ଜୁନ ବିଚାର କଲେ ଯେ ରାଜନୈତିକ କାରଣରୁ ନିଜର ଆତ୍ମୀୟ ସ୍ୱଜନ ଭାଇ ବନ୍ଧୁମାନଙ୍କୁ ବଧ କରିବା ଅପେକ୍ଷା ଧର୍ମ ଓ ସାଧୁ ବ୍ୟବହାର ଦୃଷ୍ଟିରୁ ସେମାନଙ୍କୁ କ୍ଷମା ଦେବା ଉଚିତ ଅଟେ। ତେଣୁ ସେ ଭାବିଲେ ଯେ କ୍ଷଣିକ ଦୈହିକ ସୁଖ ନିମିତ୍ତ ଏ ପ୍ରକାର ହତ୍ୟାକାଣ୍ଡ ଆଦୌ ସ୍ପୃହଣୀୟ ନୁହେଁ। ପୁନଶ୍ଚ ଏ ଯୁଦ୍ଧର ଫଳସ୍ୱରୂପ ଯେଉଁ ରାଜ୍ୟ ମିଳିବ ବା ସୁଖ ମିଳିବ ତାହା ଚିରନ୍ତନ ନୁହେଁ। ତେଣୁ ସେ କାହିଁକି ଏ ପ୍ରକାର ଯୁଦ୍ଧରେ ଆତ୍ମୀୟ ସ୍ୱଜନ ଭାଇ ବନ୍ଧୁମାନଙ୍କୁ ବଧ କରି ତାଙ୍କର ନିଜ ଜୀବନ ଓ ସନାତନ ମୁକ୍ତି ପଥରେ ପ୍ରତିବନ୍ଧକ ସୃଷ୍ଟି କରିବେ? ଏଠାରେ ଅର୍ଜୁନଙ୍କର ଶ୍ରୀକୃଷ୍ଣଙ୍କୁ ମାଧବ ବୋଲି ସମ୍ବୋଧନ କରିବା ବଡ଼ ଅର୍ଥପୂର୍ଣ୍ଣ ଅଟେ। ଏତଦ୍ୱାରା ସେ ଶ୍ରୀକୃଷ୍ଣଙ୍କୁ ଜଣାଇ ଦେବାକୁ ଇଚ୍ଛା କଲେ ଯେ ଲକ୍ଷ୍ମୀଙ୍କର ଧବ ହିସାବରେ ସେ ଅର୍ଜୁନଙ୍କୁ ଏପରି ଉପଦେଶ ନ ଦିଅନ୍ତୁ ଅଥବା ଏପରି କାର୍ଯ୍ୟରେ ନିଯୁକ୍ତି ନ କରନ୍ତୁ ଯାହା ପରିଣାମରେ ଦୁର୍ଭାଗ୍ୟ ହିଁ ଆଣିଦେବ। ଅବଶ୍ୟ ଶ୍ରୀକୃଷ୍ଣ କାହାରିକୁ ତ ଦୁର୍ଭାଗ୍ୟ ଦିଅନ୍ତି ନାହିଁ। ଏ ସମ୍ପର୍କରେ ତାଙ୍କର ଭକ୍ତମାନଙ୍କ କଥା ବା କ'ଣ କହିବା? ସେ ତାଙ୍କର ଭକ୍ତମାନଙ୍କୁ କିପରି ବା ଦୁର୍ବ୍ୟବହାର ଦେବେ?